ବର୍ଣ୍ଣବୋଧ ଉତ୍ସବରେ ବହି ବଣ୍ଟନ କଲେ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ। ମୟୂରଭଞ୍ଜ ଜିଲ୍ଲା ଯଶୀପୁର ନିର୍ବାଚନ ମଣ୍ଡଳୀର ମାହାର୍ଦାପଳସା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଓଡ଼ିଆ ପକ୍ଷ ପାଳନ ଅବସରରେ ବର୍ଣ୍ଣବୋଧ ଉତ୍ସବ ପାଳନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଗତର ନାଥ ଜଗନ୍ନାଥଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଦୀପ ଦେଇ ପୂଜାର୍ଚ୍ଚନା କରିବା ପରେ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ବର୍ଣ୍ଣବୋଧ ବହି ବିଷୟରେ ବୁଝାଇବା ସହ ଉପସ୍ଥିତ ଥିବା ଏକାଧିକ ଛାତ୍ରଛାତ୍ରୀମାନଙ୍କୁ ବର୍ଣ୍ଣବୋଧ ବହି ବଣ୍ଟନ କରିଥିଲେ ଏବଂ ଓଡ଼ିଆ ଭାଷା ଓ ସଂସ୍କୃତିର ଉନ୍ନତି କରିବାକୁ ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ ଆହ୍ୱାନ ଦେଇଥିଲେ। ଭକ୍ତବକୀ ମଧୁସୂଦନ ରାଉତ ଦ୍ୱାରା ରଚିତ ମୂଳ ଛବିଳ ବର୍ଣ୍ଣବୋଧ ବହିର ଏହା ନୂଆ ରୂପାୟନ ପୁସ୍ତକ ବୋଲି ପ୍ରକାଶ କରିଥିଲେ ଏବଂ ପରେ ଛାତ୍ରଛାତ୍ରୀଙ୍କ ସହିତ ମଧ୍ୟାହ୍ନ ଭୋଜନ କରିଥିଲେ। ଓଡ଼ିଶାର ଜନପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ବହୁତ ବହୁତ ଧନ୍ୟବାଦ ଦେବି। ଏଭଳିଆ ଏକ କାର୍ଯ୍ୟକ୍ରମ କରିଛନ୍ତି। ଆଜି ହେଉଛି ଛବିଳ ବର୍ଣ୍ଣବୋଧ ଉତ୍ସବ, ଯୋଉଟା କି ଶିକ୍ଷାର ମୂଳ ଉତ୍ସକୁ ସେ ବୁଝିପାରିଛନ୍ତି ଏବଂ ଖୋଜିଛନ୍ତି। ବିଗତ ଦିନରେ ଆମେ ବିଭିନ୍ନ ପ୍ରକାର ଶିକ୍ଷା ଅନୁଷ୍ଠାନ ବିଭିନ୍ନ ଛାତ୍ରଛାତ୍ରୀଙ୍କର ଶିକ୍ଷାଗତ ଯୋଗ୍ୟତାକୁ ନେଇକି ବିଭିନ୍ନ ପ୍ରକାର ଆପତ୍ତି ଅଭିଯୋଗ କିଛି ଉଠେ। ସେଇ ଆଧାରରେ ବର୍ତ୍ତମାନ ରାଜ୍ୟ ସରକାର ନୂତନ ଶିକ୍ଷା ଯେଟା କି ନ୍ୟାସନାଲ ଏଜୁକେସନ ପଲିସି ଆଧାରରେ ଶିଶୁ ବାଟିକାଠୁ ଆରମ୍ଭ କରି ଏବଂ ବିଭିନ୍ନ ଅନୁଷ୍ଠାନକୁ କେମିତି ଆମେ ଷ୍ଟ୍ରେଙ୍ଗଥେନିଂ କରିବା ସୁଦୃଢ କରିବା ସେ ଦିଗରେ ମାନନୀୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ଏବଂ ବିଭିନ୍ନ ସ୍କୁଲ ମଧ୍ୟ ବର୍ତ୍ତମାନ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଆଜି ଛବିଳ ବର୍ଣ୍ଣବୋଧ ଉତ୍ସବ ସେ ଅବସରରେ ଆସିଥିଲେ ଆମର ଯଶୀପୁର ନିର୍ବାଚନ ମଣ୍ଡଳୀ, ଯୋଉଟା କି ମୋ ନିର୍ବାଚନ ମଣ୍ଡଳୀ ମାଲଦାପଳସା ପ୍ରାଇମେରୀ ସ୍କୁଲ ଅଛି, ସେଠିକି ଆସିଥିଲି ଏବଂ କିଛି ଛୁଆ ପିଲାମାନଙ୍କୁ ଆମେ ଛବିଳ ବର୍ଣ୍ଣବୋଧ ବଣ୍ଟନ କରିଛୁ, ଯୋଉଟା କି ଏମାନେ ଏଇ ଛବିଳ ବର୍ଣ୍ଣବୋଧ ଯଦି ସେମାନେ ପଢିବେ ଏବଂ ଶିଖିବେ ନିଶ୍ଚିତ ଭାବରେ ତାଙ୍କର ଭାଷା ଜ୍ଞାନ ଏବଂ ତାଙ୍କର ଯୋଉ ଶିକ୍ଷା ଆହୁରି ସୁଦୃଢ ହବ, ଷ୍ଟ୍ରେଙ୍ଗଥେନିଂ ହବ ବୋଲିକି ଆଶା କରୁଛି। ମୟୂରଭଞ୍ଜ ଯଶୀପୁରରୁ ନିହାର ରଞ୍ଜନ ମହାନ୍ତଙ୍କ ରିପୋର୍ଟ, STV ନ୍ୟୁଜ ଓଡ଼ିଶା 24।